ମାଣବସା ଗୁରୁବାର ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନ ଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଇଥାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ। ଚାଷୀ ତାର କଳାକୁ ଧାନ ହଳ ଆଣିଥାଏ। ଧାନ ଅମଳ କରି ଘରକୁ ଆଣିବା ଆଗରୁ ତାର ଘରଣୀ ଏଥିରୁ ଧଳା ଧାନର ଶିଷା ବାଛି ଏକ ମେଣ୍ଟା ପ୍ରସ୍ତୁତ କରିଥାନ୍ତି। ଏହି ମେଣ୍ଟାକୁ ଶୁଖେଇ ଅତି ଯତ୍ନ ଓ ଆଦରରେ ରଖିଥାନ୍ତି। ଏହା ଗୁରୁବାର ଓଷାରେ ବ୍ୟବହୃତ ହୁଏ। ଗୁରୁବାର ଓଷାର ପୂର୍ବ ଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପାପୋଛା କରି ପରିଷ୍କାର କରାଯାଇଥାଏ। ଅମଳ ପରେ ଖଳାରେ ସେହି ସ୍ତୂପୀକୃତ ଧାନକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ। ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘର ଦ୍ୱାର ଲିପାପୋଛା କରି ଝୋଟି ଚିତା ପକାଇଥାନ୍ତି। ଗୁରୁବାର ଦିନ ବଡ଼ି ଭୋରରୁ ଉଠି ନାରୀମାନେ ଶ୍ରାଦ୍ଧି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରିଥାନ୍ତି। ଗାଁ ମାନଙ୍କରେ ମହିଳାମାନେ ମାଟି ଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀ ପାଦରେ ଅଙ୍କନ କରିଥାନ୍ତି। ଘରର ପ୍ରତ୍ୟେକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତା ଦ୍ୱାରା ସଜାଯାଇଥାଏ। ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳା ଧାନ ଭରି ରଖାଯାଏ। ହଳଦୀ ଓ ଗୁଗୁଳ ବାଟି ମାଣର ଉପର ପାର୍ଶ୍ୱରେ ଲେପ ଦିଆଯାଏ, ଯାହା ଏକ ମୁହଁର ରୂପ ନେଇଥାଏ। ସେଥିରେ କଉଡ଼ିକୁ ଆଖି ଭାବରେ ବ୍ୟବହାର କରି ନିଜର ସୃଜନ ଶୈଳୀ ଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ। ନାଲି ଛିଟ ଓ ସୁନ୍ଦର ପାଟ କନାରେ ଓଢ଼ଣି ଦେଇ ଏହାକୁ ଏକ ନବବଧୂର ରୂପ ସଦୃଶ କରାଯାଏ। କେହି କେହି ମାଣକୁ କାରିଗର ଦ୍ୱାରା ମଧ୍ୟ ଗଢ଼ାଇଥାନ୍ତି। ସୋଲ ଓ ଅନ୍ୟାନ୍ୟ ଦ୍ରବ୍ୟରେ ସେଥିରେ ଆଖି ନାକ କାନ ସୁନ୍ଦର ଭାବରେ ଗୋଢ଼ାଇ ପୂଜା କରିଥାନ୍ତି। ମା ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପାଖେ 16 ପାଖୁଡ଼ା ବିଶିଷ୍ଟ ଦିବ୍ୟ ପଦ୍ମ ଅଙ୍କନ କରାଯାଇଥାଏ। ଘରର ଚତୁଃପାର୍ଶ୍ୱରୁ ମାଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଇଥାଏ। କେହି କେହି ଗବପତ୍ର, ଗୟା ତୁଳସୀ, କଳାପାତି, ସିନ୍ଦୁର ଫରୁଆ, ପିତ୍ତଳ ମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାନ୍ତି। ଧାନ ଖଳାକୁ ମଧ୍ୟ ସେହିଦିନ ଝୋଟି ଚିତାରେ ଚିତ୍ରିତ କରାଯାଇଥାଏ। ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁର ଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ। ପୂଜା ସ୍ଥାନରେ ପିଠଉରେ କୋଠି କରି 16 ପାଖୁଡ଼ା ପଦ୍ମ ଫୁଲ ଅଙ୍କାଯାଏ। ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳ ଧାନ, ମାଣ, ଗୁଆ, କଉଡ଼ି, ନଡ଼ିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପ, ଦୀପ ଓ ନୈବେଦ୍ୟ। ମାଣ ବସାଇବା ପୂର୍ବରୁ ସେହି ମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ। ପ୍ରଥମେ ଏକ ଖଟୁଲିରେ କିଛି ନୂଆ ଧାନ ରଖାଯାଇ ସିନ୍ଦୁର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳା ଧାନରେ ପୂର୍ଣ୍ଣ କରି ତା ଉପରେ ଗୁଆ ରଖାଯାଏ। ସେହି ମାଣକୁ ଖଟୁଲି ଉପରେ ବସାଇ ତା ଉପରେ ଧାନ ବେଣୀ ରଖି ନୂତନ ପାଟ ଲୁଗାରେ ଓଢ଼ଣି ଢଙ୍କାଯାଏ। ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୁର ଆଦି ଦେଇ ସ୍ଥାପନା କରାଯାଏ। ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆ, ଅଇନା, କଜଳ ଓ ଖଟୁଲି ପାଖରେ ଆଖୁ ମୂଳା ନିକଟରେ ରଖାଯାଇଥାଏ। ପୂଜା କାଳରେ ଧୂପ, ଦୀପ, ନୈବେଦ୍ୟ ଆଦି ସମର୍ପଣ କରାଯାଏ। ଲକ୍ଷ୍ମୀଙ୍କ ପାଖରେ ପିଠାପଣା ଓ ଫଳମୂଳ ଭୋଗ ଯେମିତିକି କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ଲକ୍ଷ୍ମୀଙ୍କ ପାଖରେ ରଖାଯାଇଥାଏ। ଏଥିସହିତ 10ଟି ମଣ୍ଡା ପିଠା କରିକି ମଧ୍ୟ ମାଙ୍କୁ ଭୋଗ ଲଗାଯାଇଥାଏ। ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କ ପାଖରେ ଭୋଗ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନୈବେଦ୍ୟ ସହ ବାଳ ଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ। 3 ଧୂପ ମଧ୍ୟରୁ ଏହାକୁ ବାଳ ଧୂପ କୁହାଯାଏ। ଏହାପରେ ମଧ୍ୟାହ୍ନ ଧୂପ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ମଧ୍ୟାହ୍ନରେ ଶଙ୍ଖୁଡ଼ି ଧୂପରେ ଲାଗି ହେବା ପାଇଁ କ୍ଷୀରି ବା ତୋରଣ, ଚକୁଳି ପିଠା, ତରକାରୀ ଇତ୍ୟାଦି ପ୍ରସ୍ତୁତ କରାଯାଏ। ତା ସଙ୍ଗେ ସଙ୍ଗେ ଖେଚୁଡ଼ି ମଧ୍ୟ ପ୍ରସ୍ତୁତ କରାଯାଇଥାଏ କରି ଭୋଗ ଲାଗି କରାଯାଏ। ମଧ୍ୟାହ୍ନ ଭୋଗ ପରେ ମାଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ। ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି। ଏହି ଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ରହିଛି। ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ
ବାଳ ଧୂପ ପରି ଭୋଗ ଲଗାଯାଇ ସନ୍ଧ୍ୟା ପୂଜା କରାଯାଏ। ଦ୍ୱିତୀୟ ଗୁରୁବାରରେ ଚିତଉ ପିଠା, ଦହି କାଲୁଆ, ତୃତୀୟରେ ଖେଚୁଡ଼ି ଡାଲମା ଓ ଚତୁର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ। ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ହୋଇଥାଏ। ଏହି ଦିନ ପୂର୍ବ ଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ କ୍ଷୀରି ଭୋଗ କରାଯାଏ। ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଓଜାଡ଼ି ରଖାଯାଏ। ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ନଈ, ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ। ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ କ୍ଷୀରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ। ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବା ଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଇଥାଏ। ବାଲ୍ୟ ଭୋଗ କରିସାରିଲା ପରେ ମାଙ୍କୁ ଟିକେ ପଙ୍ଖା ଦେଖାଇ ନେବା। ତାପରେ ଆମେ ମଧ୍ୟାହ୍ନ ଭୋଗ ପ୍ରସ୍ତୁତ କରିବା। ମଧ୍ୟାହ୍ନ ଭୋଗରେ ଆମେ ଭାତ, ଡାଲି, ଶାଗ ତରକାରୀ, ପିଠା, କ୍ଷୀରି, ଦହି, କୁଡ଼ୁମା ଏପରି ଜିନିଷ ଆମେ ସବୁ ପ୍ରସ୍ତୁତ କରିଥାଉ। ଭୋଗ ପ୍ରସ୍ତୁତ ପରେ ଶୁଭ ମୁହୂର୍ତ୍ତରେ ମାଙ୍କୁ ଭୋଗ ଲଗାଯାଏ। ଭୋଗ ମାଙ୍କ ଆଗରେ ନୂଆ ପାତ୍ରରେ ପରିବେଷଣ କରାଯାଏ କିମ୍ବା କଦଳୀ ପତ୍ରରେ ଆପଣ ଭୋଗ ଲଗାଇପାରିବେ। ପ୍ରଥମେ ଲକ୍ଷ୍ମୀ ମନ୍ତ୍ର ଉଚ୍ଚାରଣ କରିବା। ଓಂ ଶ୍ରୀଂ ଲିଂ ଲକ୍ଷ୍ମୀ ଭୋଗମ୍ ଗୃହଣମ୍ କୁରୁ ସ୍ୱାହା। ଭୋଗ ଦେଇ ପରେ ଆଳତି କରିବା ଏବଂ ନାମ ଜପ କରିବା ପରେ ସମସ୍ତ ପରିବାର ଏହି ଭୋଗକୁ ଗ୍ରହଣ କରିବେ। ପ୍ରଥମରେ ଆମେ କଳସ ପାଖରେ ଭୋଗ ଲଗାଇ ନେବା, ତାପରେ ମାଙ୍କ ପାଖରେ ଭୋଗ ନିବେଦନ କରିବା। ଏଥିରେ କ୍ଷୀରି, ଖେଚୁଡ଼ି ଆଉ ଚିତଉ ପିଠା, ଚକୁଳି ଏସବୁ ପ୍ରସ୍ତୁତ କରିକି ମାଙ୍କ ପାଖରେ ଭୋଗ ଲଗାଇ ପାରିବେ ଏବଂ ଦହି କୁଡ଼ୁମା, କ୍ଷୀରି ଏସବୁ ଜିନିଷ ପ୍ରସ୍ତୁତ କରିପାରିବେ ଏବଂ ଆପଣ ଅନ୍ନ, ଅରୁଆ ଡାଲମା, ତରକାରୀ, ଶାଗ ବିଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ କରିକି କରିପାରିବେ। ଯେମିତିକି ଭାତରେ ଆମେ ଦୁଧ ଭାତ କିମ୍ବା ସୁଧା ଭାତ, ମୁଗ ଡାଲି, ଅଦା ଓ ଘିଅରେ ପକାଇକି ସଜାଯାଇଥାଏ। ଶାଗ ତରକାରୀ, ଶାଗକୁ ଆଳୁ ଓ କିଛି ଜିରା ପକାଇକି ଭଜା ଯାଇଥାଏ। କ୍ଷୀରି, କ୍ଷୀର ଚାଉଳ ମିଶାଇକି ଆମେ କ୍ଷୀରି ପ୍ରସ୍ତୁତ କରିଥାନ୍ତି। ମଣ୍ଡା ପିଠା ଗୁଡ଼ ଓ ନଡ଼ିଆ ଦେଇକି ଆମେ ମଣ୍ଡା ପ୍ରସ୍ତୁତ କରିଥାନ୍ତି। ଦହି ଏବଂ ଫଳ ମଧ୍ୟ ଭୋଗ କରିଥାନ୍ତି। ଆଉ ପାନ ଶେଷକୁ ଆପଣମାନେ ଦେଇପାରିବେ। ଦହି ଭାତ ଆମେ କିପରି ପ୍ରସ୍ତୁତ କରିବା ନା, ପ୍ରଥମେ ଆମେ ଭାତ ରାନ୍ଧିକି ତାକୁ ଥଣ୍ଡା କରିଦେବା। ଏକ ପାତ୍ରରେ ଆମେ ଭାତ ନେବା, ତା ଉପରେ କିଛି ଦହି ଏବଂ କିଛି ଚିନି ବା ସନ୍ଦେବ ଲୁଣ ଆପଣ ମିଶାଇ ପାରିବେ। ଯେହେତୁ ମୁଁ ଲୁଣ ମିଶାଇ ନାହିଁ ତ କେବଳ ଦହି ମିଶାଇକି ମୁଁ ଦହି ଭାତ କରିଥାଏ। ଆଉ ଆପଣ ଚାହିଁଲେ ତେଲ ଗରମ କରିକି ସେଥିରେ ଶୁଖିଲା ଲଙ୍କା ଆଉ ଭୃଷୁଙ୍ଗା ପତ୍ର ଦେଇକି ଛୁଙ୍କ ମଧ୍ୟ କରିପାରିବେ। ହାଲୁକା ଭାବେ ମିଶାଇକି ମାଙ୍କୁ ଲକ୍ଷ୍ମୀଙ୍କୁ ଭୋଗ କରିପାରିବେ। ସୁଗନ୍ଧିତ ତଥା ସାଧା ଓ ସହଜ ଭୋଗ ପଦାର୍ଥ ତିଆରି କରିପାରିବେ। ସେହିପରି ଖେଚୁଡ଼ି ପ୍ରସ୍ତୁତ କରିପାରିବେ। ମୁଗ ଡାଲିକୁ ହାଲକା ଭାବରେ ଭାଜି ନେବା। ଚାଉଳ ଓ ଡାଲିକୁ ଏକା ସହିତ ଧୋଇକି ପାଣି ଓ ଲୁଣ ଦେଇକି ତାକୁ ଆମେ ରୋଷେଇ କରିନେବା। ମଝିରେ ଘିଅ, ଜିରା, ତେଲ, ତେଜପତ୍ର ବା ଆମେ ଗୁଆ ଘିଅରେ ବନେଇ ପାରିବା କିମ୍ବା ଆପଣ ରିଫାଇନ୍ ତେଲ ବି ଦେଇପାରିବେ। ଅଦା ବଟା ଦେଇକି ଆଉ ତଡ଼କା ଦେଇଦେବା। ଆମର ଦହି ତିଆରି ହୋଇଗଲା। ଆମର ଖେଚୁଡ଼ି ବି ମଧ୍ୟ ପ୍ରସ୍ତୁତ ହୋଇଗଲା। କିନ୍ତୁ ମୁଁ ପୁରା ସାଦା ଖେଚୁଡ଼ି ଏଥିରେ ପ୍ରସ୍ତୁତ କରେ। ମୁଁ କୌଣସି ଛୁଙ୍କ ଫୁଙ୍କ ଦିଏ ନାହିଁ, କେବଳ ସାଦା ଭାବରେ ମୁଁ ପ୍ରସ୍ତୁତ କରିକି ଭୋଗ ଲଗାଇଥାଏ। ଆପଣମାନେ ଚାହିଁଲେ ଛୁଙ୍କ ଦେଇକି ବି କରିପାରିବେ। ଶେଷକୁ ମଣ୍ଡା ପିଠା କରିକି ସନ୍ଧ୍ୟା ହେବା ପୂର୍ବରୁ ମାଙ୍କର ଉଜିଆ ହୋଇଥାଏ। ସେହିପରି ଚିତଉ ପିଠା ଆପଣ କରିପାରିବେ। ଚାଉଳ ଚୂନା, ଗୁଡ଼, ନଡ଼ିଆ ମିଶାଇକି ପାଣି ଦେଇକି ହାଲକା ଘୋଳ ବନେଇକି ତାକୁ ତାୱା କିମ୍ବା କଡ଼େଇରେ ଗରମ ଗରମ ଚିତଉ ପିଠା ପ୍ରସ୍ତୁତ କରିପାରିବେ। 1 ଚାମଚ ଘୋଳ ଦେଇଦେବା ଆମେ କଡ଼େଇରେ, ତା ଉପରେ ଟିକେ ଗୋଟେ ଢାଙ୍କୁଣୀ ଦେଇକି କିଛି ପାଣି ଛିଞ୍ଚି ଦେଲେ ଆମର ତାକୁ ଗୋଟିଏ ଥର ଓଲଟା ଯାଏ। ଏପରି ଭାବରେ ତାର ଟିକେ କଲର୍ ଆସିବା ପର୍ଯ୍ୟନ୍ତ ଚିତଉ ପିଠା ପ୍ରସ୍ତୁତ କରାଯାଏ। ତାପରେ ଆମେ ମଣ୍ଡା ପିଠାକୁ ସେହିପରି ସିଝା ମଣ୍ଡା ଆମେ ପ୍ରସ୍ତୁତ କରିନେବା। ଯଦି ଆପଣ ମଣ୍ଡା ପିଠା କରିପାରୁନାହାନ୍ତି ତାହେଲେ ଆପଣ ସୁଜି ମଣ୍ଡା ବି କରିକି ଭୋଗ କରିପାରିବେ। ଯେହେତୁ ମୁଁ ସନ୍ଧ୍ୟା ହେବା ପୂର୍ବରୁ ମୁଁ ଚାଉଳ ମଣ୍ଡା ପ୍ରସ୍ତୁତ କରିକି ମାଙ୍କ ପାଖରେ ଭୋଗ କରିଥାଏ। ଗୋଟେ ଆମର କଳସ ପାଖରେ ଭୋଗ ହେବ, ଆଉ 9ଟି କିମ୍ବା 7ଟି ଆମେ ମାଙ୍କ ପାଖରେ ଭୋଗ ଲଗାଇପାରିବା। ଏହିପରି ଭାବରେ ଆମେ ସମସ୍ତ
भोग करिकी मांकर पूजा को संपन्न करना। माँ पाखे भोग लगे सारा आलती करनबा आ मध्याह्न भोग लगे सारा आम लक्ष्मी पुराण बहीटी को पढ़ी ना। मो बृहत लक्ष्मी पुराण अच्छी एवं सर्ट लक्ष्मी पुराण जोटा कि आम बलराम दास अच्छी आपण मैंने पढ़ी पारे। यहपरी भोग हो सारापर सन्धार मंडा पिठा देवा आउ कि सकाଳେ जमी बाल्य भोग प्रस्तुत करते नड़िया कदली नड़िया कोरा आ छेना चकुटिकी गोटे आम पणा भोग प्रस्तुत करिकी कलश पाखे भोग लगेदेवा और माँ पाखे भोग लगे आम तापर आलती करना। आलती कर सारिकी किसी समय पर आम टे पंखा देखा ना जेहेतु आम अग्निदेव को शांत करने माँ को गरम हो तेणु आम पंखा टे करना। पंखा कर सारापर आमर धूप दीप जली सारापर आम कलश को टिके घुंचेदेवा और खटुली को भी टिके घुंचेदेवा। तो आमर आज यहाँ उज्जवल होगला। ता परदिन सकाळे आपण गाधे सारिकी आपण खटुली को उठे पारे। जेहेतु गुरुवार दिन खटुली को उठा जाए नहीं तेणु ताको खटुली को टिके हलैदेवे टिके आग पछ करी घुंचेदेवे कलश को मध्य टिके घुंचेदेवे। तो आमर उज्जवल होगला। तो देख पार्टी यहाँ मोर बृहत लक्ष्मी पुराण ए भी तार किसी पाठ लक्ष्मीकर देती सेटा को आप पढ़ी पारे कि लक्ष्मी पुराण बही अच्छी कनकधारा स्तोत्रम अच्छी एवं ये सब को आपण मैंने पढ़ी पारे। धान माणिका बही भी अच्छी जोटा आपणकर सुविधा आप पढ़े। आपन जेपरी भाव में माँ पूजा करेंगे से भाव में बही पढ़ी पूजा करेंगे। आपण शक्ति हिसाब से आप भोग लगे पारे। आपड़ खीरी खेचुड़ी अन्न भोग लगे पारे। शाग मुग तरकारी अरुआ डालमा ये सब करके आप भोग लगे पारे कि पिठापणा करें कि पांच पाଳି जाक अलग अलग प्रकार भोग देकी पूजा करें। आप निजर शक्ति अनुजाई पूजा करेंगे और अति श्रद्धार सहित पूजा कले माँ निश्चय समस्तଙ୍କର डाक शुणी था। जेहेतु आमर एथर भी 5 पाଳି पड़ुची 5 पाଳି आमर 6 तारिख दिन गोटे पाଳି गला जोटा कि आमर अलागी पाଳି थिला। से दिन तो समस्ते पूजा करना। जेहेतु आमर संक्रांति भी जाइन कि पूर्णिमा केवल पूर्णिमा जाइथबो किंतु आमर प्रथमाष्टमी जाइन तेणु अलगी पाଳି दिन केवल अरुआ खाई रहिबे और माँ फटो पूजा करें। जोटा कि द्वितीय पाଳି आमर पड़ुची 13 तारिख प्रथमाष्टमी आमर पड़ुची 12 तारिख जोटा कि आमर आज आमर प्रथमाष्टमी अच्छी आज आम 12 तारिख प्रथमाष्टमी पूजा कर पूजा कर सारापर काली आपन चाहिए माण बसई पारे नचेत तृतीय पाଳି कि चतुर्थ पाଳି माण बसई पारे और शेष पाଳି आमर पंडु पुनिया पड़ुची से दिन आप पूजा करें। रही जय जगन्नाथ।